विक्रम बेताल। କାହାଣୀ ଜିମୁତ ବାହନ ଓ ଗରୁଡ଼। ସବୁଥର ପରେ ବେତାଳ ଗଛରେ ସେମିତି ଓଲଟା ଝୁଲି ରହିଥିଲା। ରାଜା ବିକ୍ରମ ବେତାଳକୁ ଆଣିବା ପାଇଁ ସେ ଗଛ ପାଖକୁ ଗଲେ। ବେତାଳକୁ ଗଛରୁ ଓହ୍ଲାଇ ନିଜ ପିଠିରେ ଧରି ସାଧୁଙ୍କ ଆଶ୍ରମ ଆଡ଼କୁ ଅଗ୍ରସର ହେଉଥାନ୍ତି। ଏବେ ବେତାଳ ବିକ୍ରମକୁ ଆଉ ଏକ ନୂଆ କାହାଣୀ କହିବାକୁ ଆରମ୍ଭ କଲା। ହିମାଚଳ ପର୍ବତରେ ଗନ୍ଧର୍ବମାନଙ୍କର ଗୋଟିଏ ନଗର ଥିଲା। ସେଠାରେ ଜିମୁତକେତୁ ବୋଲି ଜଣେ ରାଜା ଶାସନ କରୁଥିଲେ। ଜିମୁତକେତୁଙ୍କ ଗୋଟିଏ ପୁତ୍ର ଥିଲା ଯାହାର ନାଁ ଥିଲା ଜିମୁତ ବାହନ। ରାଜା ଓ ରାଜକୁମାର ଖୁବ୍ ଭଲ ଆଉ ଦୟାଳୁ ଥିଲେ। ସବୁବେଳେ ଦାନ ଧର୍ମ କରି ନିଜ ପ୍ରଜାଙ୍କ ସବୁ ସୁଖ ଦୁଃଖ ବୁଝି ସାହାଯ୍ୟ ସହଯୋଗ କରୁଥିଲେ। ସେଥିପାଇଁ ରାଜ୍ୟର ପ୍ରଜା ଖୁସିରେ ରହିବା ସହ ଟିକିଏ ସ୍ୱାର୍ଥୀ ବି ହୋଇଯାଇଥିଲେ। ପ୍ରଜା ଏତେ ସ୍ୱାର୍ଥୀ ଆଉ ଲୋଭୀ ହୋଇଯାଇଥିଲେ ଯେ ଦିନେ ରାଜ୍ୟର ସମସ୍ତେ ଏକଜୁଟ ହୋଇ ରାଜମହଲକୁ ଘେରିଗଲେ। ରାଜକୁମାର ଜିମୁତ ବାହନ ଏହା ଦେଖି ରାଜାଙ୍କୁ କହିଲା, ଆପଣ ଚିନ୍ତା କରନ୍ତୁନି, ମୁଁ ଏ ସମସ୍ତଙ୍କୁ ମାରି ଭଗାଇଦେବି। କିନ୍ତୁ ରାଜା ଜିମୁତକେତୁଙ୍କୁ ନା ଧନ ନା ରାଜ୍ୟ କୌଣସିଥିରେ ଲୋଭ ନଥିଲା। ଏଣୁ ସେ ରାଜକୁମାର ଜିମୁତ ବାହନକୁ କହିଲେ, ପୁଅ, ଯୁଧିଷ୍ଠିର ବି ମହାଭାରତ ଯୁଦ୍ଧ ପରେ ସମସ୍ତଙ୍କୁ ହରାଇ ଅନୁତାପ କରିଥିଲେ। ସେଥିପାଇଁ ତୁମେ ସେ ଭୁଲ କର ନାହିଁ। ଏହାପରେ ରାଜା ପ୍ରଜାଙ୍କ ହାତରେ ରାଜ୍ୟଭାର ଦେଇ ନିଜ ପରିବାରକୁ ନେଇ ମାଲ୍ୟବନ୍ତ ପର୍ବତକୁ ଯାଇ ଗୋଟିଏ କୁଟୀର ନିର୍ମାଣ କରି ସେଠାରେ ପୁରା ପରିବାର ରହିବାକୁ ଲାଗିଲେ। ସେଠାରେ ଜିମୁତ ବାହନ ଜଣେ ସାଧୁଙ୍କ ପୁଅ ସହ ଭେଟି ତା ସହ ବନ୍ଧୁତା କଲା। ଦିନେ ସାଧୁଙ୍କ ପୁଅ ଓ ଜିମୁତ ବାହନ ପର୍ବତ ନିକଟରେ ଥିବା ଭବାନୀ ମନ୍ଦିରକୁ ଯାଇଥିଲେ। ଭାଗ୍ୟର କଥା, ସେମାନେ ସେଠାରେ ମଳୟକେତୁଙ୍କ ଝିଅ ରାଜକୁମାରୀକୁ ଦେଖିଲେ। ରାଜକୁମାରୀ ଓ ରାଜକୁମାର ଦୁହେଁ ଦୁହିଁଙ୍କୁ ଦେଖି ଭଲ ପାଇ ବସିଲେ। ଏକଥା ରାଜା ମଳୟକେତୁ ଜାଣିବା ପରେ ସେ ତାଙ୍କ ରାଜକୁମାରୀଙ୍କ ବାହାଘର ଜିମୁତ ବାହନ ସହିତ କରିଦେଲେ। ଦିନେ ଜିମୁତକେତୁ ମାଲ୍ୟବନ୍ତ ପାଖରେ ବୁଲିବା ସମୟରେ ସେ ଗୋଟିଏ ଧଳା ରଙ୍ଗର ଛୋଟିଆ ପାହାଡ଼ଟିଏ ଦେଖିଲେ। ପଚାରି ବୁଝିବା ପରେ ଜଣାପଡ଼ିଲା ଯେ ପାତାଳ ଲୋକରୁ ନାଗମାନେ ଏଠାକୁ ଆସୁଛନ୍ତି, ଯାହାଙ୍କୁ ଗରୁଡ଼ ଖାଇଦେଉଛି। ଆଉ ସେ ସାପମାନଙ୍କର ହାଡ଼ ସବୁ ଏକାଠି ହୋଇ ଏ ଧଳା ପାହାଡ଼ରେ ପରିଣତ ହୋଇଛି। ଏହା ଜାଣିଲା ପରେ ଜିମୁତ ବାହନ ଆଗକୁ ବଢ଼ିଗଲା। କିଛି ବାଟ ଯିବା ପରେ କେହି ଜଣେ କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଲା। ପାଖକୁ ଯାଇ ଦେଖିଲା ଜଣେ ବୁଢ଼ୀ ଲୋକ ବସି କାନ୍ଦୁଥିଲେ। କାନ୍ଦିବାର କାରଣ ପଚାରିବାରୁ ଏବେ ବୁଢ଼ୀ ଲୋକଟି କହିଲା, ଆଜି ମୋ ପୁଅ ଶଙ୍ଖଚୂଡ଼ ନାଗର ପାଳି ପଡ଼ିଛି, ଗରୁଡ଼ ଆସି ତାକୁ ନେଇ ଖାଇଦେବ। ବୁଢ଼ୀ ଲୋକର କଥା ଶୁଣି ଜିମୁତ ବାହନ କହିଲା, ମା, ତମେ ଚିନ୍ତା କରନି, ତୁମ ପୁଅ ବଦଳରେ ଆଜି ମୁଁ ଗରୁଡ଼ ପାଖକୁ ଯିବି। ବୁଢ଼ୀ ଲୋକଟି ଜିମୁତ ବାହନକୁ ବହୁତ ବୁଝାଇଲା, ପୁଅ, ତୁମେ ଏହା କରନି। କିନ୍ତୁ ଜିମୁତ ବାହନ ଏକା ଜିଦ୍ ଧରି ବସିଲା। କିଛି ସମୟ ଯିବା ପରେ ଗରୁଡ଼ ଆସି ତା ଥଣ୍ଟରେ ଜିମୁତ ବାହନକୁ ଧରି ତା ସାଥିରେ ନେଇଗଲା। ସେ ସମୟରେ ରାଜକୁମାରଙ୍କ ହାତରେ ଥିବା କଙ୍କଣ ତଳେ ପଡ଼ିଗଲା, ଆଉ ସେଥିରେ କିଛି ରକ୍ତ ବି ଲାଗିଥିଲା। ରାଜକୁମାରୀ ମନ୍ଦିର ଯାଇ ଫେରିବା ସମୟରେ ସ୍ୱାମୀର ଏ ଅବସ୍ଥା ଦେଖି ଚେତା ହରାଇ ତଳେ ପଡ଼ିଗଲେ। ଚେତା ଆସିବା ପରେ ରାଜା ଜିମୁତକେତୁ ଓ ମହାରାଣୀଙ୍କୁ ସବୁ କଥା କହିଲା। ଏକଥା ଶୁଣି ରାଜା ଓ ମହାରାଣୀ ଦୁହେଁ ଖୁବ୍ ଦୁଃଖ କଲେ ଏବଂ ଜିମୁତ ବାହନକୁ ଖୋଜିବା ପାଇଁ ବାହାରି ପଡ଼ିଲେ। ପୁଅକୁ ଖୋଜି ଖୋଜି ସେମାନଙ୍କର ଭେଟ ଶଙ୍ଖଚୂଡ଼ ସହ ହୋଇଗଲା। ଏବେ ଶଙ୍ଖଚୂଡ଼ ଗରୁଡ଼କୁ ଅନୁରୋଧ କରି କହିଲା, ହେ ଗରୁଡ଼, ଆଜି ଖାଇବାର ପାଳି ମୋର ଥିଲା, ତୁମେ ଜିମୁତ ବାହନକୁ ଛାଡ଼ିଦିଅ ଆଉ ମୋତେ ନେଇ ଖାଅ। ଏହା ଦେଖି ଗରୁଡ଼ ରାଜକୁମାର ଜିମୁତ ବାହନକୁ ପଚାରିଲା, ତୁମେ ଏମିତି କାହିଁକି କଲ? ଅନ୍ୟ ପାଇଁ ତୁମ ଜୀବନକୁ କାହିଁକି ବଳି ପକାଉଛ? ଏବେ ଜିମୁତ ବାହନ କହିଲା, ଭଲ ମଣିଷ ସବୁବେଳେ ସବୁ ସଙ୍କଟ ସମୟରେ ଅନ୍ୟର କାମରେ ଆସିଥାଏ, ତାକୁ ସାହାଯ୍ୟ କରିଥାଏ। ଜିମୁତ ବାହନର କଥା ଶୁଣି ଗରୁଡ଼ ଖୁବ୍ ଖୁସି ହୋଇ କହିଲା, ରାଜକୁମାର, ତୁମର ଏ ଦୟାଳୁ ପ୍ରକୃତି ଆଉ ପର ଉପକାର କାର୍ଯ୍ୟ ଦେଖି ମୁଁ ବହୁତ ଖୁସି ହେଲି। ମାଗ, ତୁମକୁ କେଉଁ ବର ଦରକାର? ଏବେ ଜିମୁତ ବାହନ କହିଲା, ହେ ଗରୁଡ଼ ଦେବତା, ଆପଣ ଖାଇଥିବା ସବୁ ସାପମାନଙ୍କୁ ପୁନର୍ବାର ଜୀବିତ କରିଦିଅନ୍ତୁ। ଏବେ ଗରୁଡ଼ ସବୁ ସାପମାନଙ୍କୁ ଜୀବିତ କରିଦେଲେ ଆଉ ନିଜ ପଟୁ ଜିମୁତ ବାହନକୁ ଗୋଟିଏ ବର ଦେଇ କହିଲେ, ମୁଁ ତୋ ଉପରେ ଖୁବ୍ ପ୍ରସନ୍ନ ହୋଇଛି, ଯାଅ ପୁତ୍ର, ତୁମ ରାଜ୍ୟ ତୁମେ ପୁଣି ଫେରି ପାଇବ। ଏହାପରେ ରାଜା ଆଉ ତାଙ୍କ ପୁରା ପରିବାର ଖୁସିରେ ନିଜ ରାଜ୍ୟକୁ ଫେରିଗଲେ।
ଦେଶର ସମସ୍ତ ପ୍ରଜା ରାଜା ଓ ପୁର ପରିବାରକୁ ଦେଖି ଖୁବ୍ ଆନନ୍ଦ ସହକାର ସହ ସ୍ୱାଗତ ଜଣାଇ ପୁଣି ରାଜଗାଦିରେ ବସାଇଲେ। ଏଠାରେ ବେତାଳ ତା କାହାଣୀକୁ ସାରି ସବୁଥର ପରି ବିକ୍ରମକୁ କହିଲା, ବିକ୍ରମ, ଏ କାହାଣୀଟିକୁ ତ ଶୁଣିଲୁ, ଏବେ ତୁ କହ, ଏ କାହାଣୀରେ ସମସ୍ତେ ତ୍ୟାଗ ଦେଇଛନ୍ତି, କିନ୍ତୁ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ବଡ଼ ତ୍ୟାଗ ଦେଲା? ବିକ୍ରମ ନୀରବ ଥିଲେ। ବେତାଳ କହିଲା, କହ ବିକ୍ରମ, ଉତ୍ତର ଦେ। ଉତ୍ତର ଜାଣି ଯଦି ତୁ କହିବୁନି ତାହେଲେ ମୁଁ ତ ମୁଣ୍ଡ ଫଟାଇ ଖଣ୍ଡ ଖଣ୍ଡ କରିଦେବି। ବିକ୍ରମାଦିତ୍ୟ କହିଲେ, ବେତାଳ, ଏ ସମସ୍ତଙ୍କ ମଧ୍ୟରୁ ସବୁଠୁ ବଡ଼ ତ୍ୟାଗ ଶଙ୍ଖଚୂଡ଼ର ଥିଲା। ବେତାଳ କହିଲା, କେମିତି ବିକ୍ରମ? ଏବେ ବିକ୍ରମାଦିତ୍ୟ କହିଲେ, ଜିମୁତ ବାହନ କ୍ଷତ୍ରିୟ ଥିଲା, ଏଣୁ ତାର ଜୀବନ ଦେବା ତା ଅଭ୍ୟାସ ଥିଲା, କିନ୍ତୁ ବଡ଼ କାମ ତ ଶଙ୍ଖଚୂଡ଼ କଲା। ଚାହିଁଥିଲେ ସେ ତାର ଜୀବନ ବଞ୍ଚାଇ ପାରିଥାନ୍ତା। ଯାହାକୁ ଜୀବନ ଦେବା ଅଭ୍ୟାସ ନଥାଏ ମଧ୍ୟ ସେ ଜିମୁତ ବାହନ ସକାଶେ ତା ଜୀବନ ଦେବା ପାଇଁ ଆସିଥିଲା। ସେଥିପାଇଁ ଶଙ୍ଖଚୂଡ଼ର ତ୍ୟାଗ ସବୁଠୁ ବଡ଼। ବିକ୍ରମର କଥା ଶୁଣି ବେତାଳ ଖୁବ୍ ଖୁସି ହୋଇଗଲା। କହିଲା, ପୁରା ସତ କଥା କହିଲୁ ବିକ୍ରମ, ତୁ ଗୋଟିଏ ବୁଦ୍ଧିମାନ ଓ ନ୍ୟାୟବାନ ରାଜା, କିନ୍ତୁ ତୁ ଗୋଟିଏ ଭୁଲ କରିଦେଲୁ। ମୁଁ କହିଥିଲି ତୁ କିଛି ବି କହିବନି, ତୁ ତ ମୁହଁ ଖୋଲିଲୁ, ଏବେ ମୁଁ ଚାଲିଲି। ବେତାଳ, ବେତାଳ, ବେତାଳ। ଏବେ ବେତାଳ ବିକ୍ରମର ପିଠିକୁ ଉଡ଼ି ସେଇ ଗଛ ପାଖକୁ ଗଲା। ବିକ୍ରମ ବେତାଳର ପଛେ ପଛେ ଦୌଡ଼ିଗଲେ। ବେତାଳକୁ ପୁଣି ଆଣି ସାଧୁଙ୍କ ଆଶ୍ରମକୁ ନେବା ସକାଶେ